ଦଳରେ ବିଶୃଙ୍ଖଳା ସୃଷ୍ଟି ଏବଂ ସମାନ୍ତରାଳ ସଂଗଠନ କରିବା ନେଇ ବିଜେପିର 3 ଜଣ ନେତା ସେପ୍ଟେମ୍ବର 27 ତାରିଖରେ ଦଳରୁ ନିଲମ୍ବନ ହେଲେ। ନିଲମ୍ବନର ଠିକ୍ 2 ଦିନ ପରେ ବିଜେପି ନେତା ମୁରଲୀ ଶର୍ମା ରାଜଧାନୀରେ କଲେ ନିଜର ଶକ୍ତି ପ୍ରଦର୍ଶନ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଭାରତ ମାତା କି ଜୟ ଧ୍ୱନି ସାଙ୍ଗକୁ ମୋଟର ସାଇକେଲ ର୍ୟାଲିରେ ପାଛୋଟି ନେଇଥିଲେ ମୁରଲୀଙ୍କୁ। ନିଲମ୍ବନ ନିଷ୍ପତ୍ତିକୁ ଭୁଲ ବୋଲି କହିଲେ ମୁରଲୀ। ଭୁଲ ବୁଝାବଣା ଓ ଯୋଗାଯୋଗର ଅଭାବ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ନେତୃତ୍ୱ ପରିବର୍ତ୍ତନ ନୁହେଁ ବରଂ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ତାଙ୍କ ବାସଭବନରେ ନେତାମାନେ ବୈଠକ କରିଥିଲେ। ନିଲମ୍ବନ ନେଇ ରାଜ୍ୟ ନେତୃତ୍ୱ ପାଖରୁ ସନ୍ତୋଷଜନକ ଉତ୍ତର ନ ମିଳିଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ଗୁହାରି କରିବେ ମୁରଲୀ। ଯେଉଁ ପରିସ୍ଥିତିରେ ତାଙ୍କୁ ନିଲମ୍ବନ କରାଯାଇଛି ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ତେବେ 10 ଦିନ ମଧ୍ୟରେ ନିଲମ୍ବନର ଉତ୍ତର ରଖିବେ ବୋଲି ମୁରଲୀ କହିଛନ୍ତି। ଆଉ ଆଶା କରିଛନ୍ତି ଦଳ ନେଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରିବ।